ଅପେକ୍ଷାର ଗଡ଼ି ଶେଷ ହେଲା। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ମିନି ବ୍ଲଗ୍କୁ। ମୋର ତ କିଛି ଦିନ ହେଲାଣି ଏକ୍ଜାମ୍ ତ ଚାଲିଥିଲା, ଆପଣମାନଙ୍କୁ ମୁଁ କହିଦେଇଥିଲି ପୂର୍ବ ବ୍ଲଗ୍ରେ। ଆପଣମାନେ ଯଦି ବି ଚାହୁଁଛନ୍ତି ମୁଁ ଡେଲି ବ୍ଲଗ୍ କରେ, ଆପଣଙ୍କ ରେସ୍ପନ୍ସକୁ ମୁଁ ୱେଟ୍ କରିବି। ଆଜି କ'ଣ ମୁଁ ଦେଖିବାକୁ ଚାହୁଁଛି ନୂଆ ନୂଆ ଜିନିଷ। ଆପଣମାନେ ଯଦି ଟିକେ ବି ଭଲ ଲାଗିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ସେୟାର କରିବେ ଆଣ୍ଡ କମେଣ୍ଟ କରିବେ। ଆଉ ମୁଁ ଭାବୁଛି ଡେଲି ବ୍ଲଗ୍ଟା ଷ୍ଟାର୍ଟ କରିବି। ଖାଲି ୱେଟ୍ କରିଛି ମାନେ ଅଡ଼ିଏନ୍ସଙ୍କ ରେସ୍ପନ୍ସ, ମାନେ ଆପଣମାନଙ୍କ ରେସ୍ପନ୍ସ। ଯଦି ଆପଣମାନେ ରାଜି ତାହେଲେ କମେଣ୍ଟ କରି ଜଣାଇବେ ଡେଲି ବ୍ଲଗ୍ ଚାହୁଁଛନ୍ତି କି ନା ନାହିଁ। ଆଜି ତ ସେମିତି କିଛି ଜରୁରୀ କାମ ନୁହଁ, କିନ୍ତୁ ଆପଣମାନଙ୍କୁ ବହୁତ ଭଲ ଲାଗିବ, ଭଲ ଭଲ ଜିନିଷ ଆପଣମାନଙ୍କୁ ଦେଖେଇବି। ଗାଡ଼ି କାଟିଦେଲି, ତାପରେ ବାହାରିଲି ଆପଣଙ୍କୁ ଦେଖିବାକୁ ଯେଉଁ ଜାଗାକୁ ଚାହୁଁଛି ସେଠିକି ବାହାରିଲି। ଆଉ ମୁଁ ତ ଏକା ଅଛି, ମୁଁ ଗାଡ଼ି ଚଲେଇକି ବ୍ଲଗ୍ ତ କରିପାରିବିନି, ସେଥିପାଇଁ ଆପଣଙ୍କୁ ପହଞ୍ଚିକି ଏକାଥରେ କେଉଁଠି ମୁଁ ପହଞ୍ଚିଲି ଆପଣଙ୍କୁ ଜଣାଇବି ଆଗକୁ ଗଲେ। ମୁଁ ଆସି ପହଞ୍ଚିଲି ମେଲମ ପଡ଼ିଆରେ। ଏଟା ଆମର କ୍ଲବ୍ର ବଡ଼ ଭାଇମାନେ ସବୁ ଛୋଟ ଛୁଆଙ୍କ ପାଇଁ କରିଛନ୍ତି ଗ୍ରାଉଣ୍ଡଟା, ମାନେ ଯେଉଁଠୁ ଛୋଟ ଛୁଆ ବ୍ୟାଡ଼ମିଣ୍ଟନ ଭଲସେ ଖେଳିପାରିବେ। ମୁଁ ବି ମଧ୍ୟ ଖେଳିଲି, ଖେଳି ସାରିଲା ପରେ ବ୍ଲଗ୍ଟା କରିଛି। ତାପରେ ପ୍ରତିଦିନ ମଧ୍ୟ ପ୍ରତିଯୋଗିତା ମଧ୍ୟ ହୁଏ। ଖେଳିଲା ବେଳେ ବାପାଙ୍କର କଲ୍ ଆସିଯାଇଥିଲା, ସେଥିପାଇଁ ବାପା ଘରକୁ ଡାକିଥିଲେ, ମୁଁ ଘରକୁ ପଳେଇ ଆସିଥିଲି। ହାଏ ହାଏ କହିଦେଲ କାଲି, ହାତ ହାତ ହାଏ। ତାପରେ ମୁଁ ବାହାର ଯାଇଥିଲି, ଟିକେ ମାନେ 10ଟା ହେଇଯାଇଥିଲା, ଟିକେ ବାହାର ଯାଇଥିଲି ଭାଇ ଦୋକାନକୁ। ଏଥିସହିତ ଏଇ ବ୍ଲଗ୍ଟା ମୁଁ ଏଇଠି ଏଣ୍ଡ କରୁଛି। ଆପଣ ଯଥାଶୀଘ୍ର କମେଣ୍ଟ କରିକି ଜଣାନ୍ତୁ ମୁଁ ଡେଲି ବ୍ଲଗ୍ କରିବି କି ନାହିଁ।